ହୋଇ ଏକ ଠାବେ ମେଳ। ବୃକ୍ଷ ହିଁ ଜୀବନ ଏହା ମନେ ରଖିବା, ପ୍ରକୃତିର ମଜା ନେଇ ସୁସ୍ଥ ରହିବା। ବୃକ୍ଷ ହିଁ ଜୀବନ ଏହା ମନେ ରଖିବା, ପ୍ରକୃତିର ମଜା ନେଇ ସୁସ୍ଥ ରହିବା। ପରମ ଆଦରଣୀୟ ବିଦଗ୍ଧ ପ୍ରବୀଣ ବିଚାରକ ମଣ୍ଡଳୀ ଏବଂ ମୋର ପ୍ରତିସ୍ପର୍ଧୀ ଭାଇ ଓ ଭଉଣୀମାନେ, ସମସ୍ତଙ୍କୁ ମୋର ଶୁଭ ସକାଳ। ମୁଁ ଅସୀମା ମିଶ୍ର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗଣିଆର ଅଷ୍ଟମ ଶ୍ରେଣୀର ଛାତ୍ରୀ। ଆପଣମାନଙ୍କ ସମ୍ମୁଖରେ ଆଲୋଚ୍ୟ ପ୍ରସଙ୍ଗ ବୃକ୍ଷ ହିଁ ଜୀବନ ଉପରେ ମୋର ଅଭିମତ ରଖିବାକୁ ଯାଉଛି। ବୃକ୍ଷ ହିଁ ଜୀବନ, ଏହି ପଦଟିର ଅର୍ଥ କ'ଣ? ବୃକ୍ଷ ହିଁ ଜୀବନ କହିଲେ ଆମ ମନରେ ବନ ମହୋତ୍ସବ କଥା ଉଠେ ଏବଂ ଏକ ପ୍ରଶ୍ନ ଉଠେ, ବନ ମହୋତ୍ସବ କ'ଣ? ଏହାକୁ ଆମେ କାହିଁକି ପାଳନ କରିବା? ଏହା ପାଳନ କରିବା ଦ୍ୱାରା ଆମ ଦୈନନ୍ଦିନ ଜୀବନରେ କି ପ୍ରକାରର ପ୍ରଭାବ ପଡ଼ିବ? ବନ ମହୋତ୍ସବ ଏହାର ଅର୍ଥ ହେଉଛି ସାମୂହିକ ଭାବରେ ବୃକ୍ଷରୋପଣ କରିବା। ସମାଜର ସମସ୍ତେ ମିଶି ଏକାଠି ହୋଇ ବୃକ୍ଷରୋପଣ କରିବାକୁ ବୃକ୍ଷରୋପଣ କୁହାଯାଏ। ଏହାର ଅର୍ଥ ହେଉଛି ଧ୍ୱଂସପ୍ରାପ୍ତ ଜଙ୍ଗଲଗୁଡ଼ିକରେ ନୂତନ ସୃଷ୍ଟି କରିବା ଏବଂ ନୂତନ ଭାବରେ ବନୀକରଣ କରି ଆହୁରି ନୂଆ ନୂଆ ଜଙ୍ଗଲର ସୃଷ୍ଟି କରିବା। ତେଣୁକରି ଆମ ଭାରତ ସରକାର 1950 ମସିହାରେ ଜୁଲାଇ ମାସର ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳନ କଲେ। ବିଭିନ୍ନ ପ୍ରକାରର ନୂତନ ବୃକ୍ଷରୋପଣ କରାଗଲା। ସେହି ଦିନଠାରୁ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳନ କରାଯାଏ, ଯେଉଁଦିନ ଆମେ ବୃକ୍ଷରୋପଣ କରିଥାଉ। କିନ୍ତୁ ବର୍ତ୍ତମାନ ସମାଜର ଡେଭଲପ ମଣିଷ ଯେ ଭୁଲି ଯାଉଛି ବୃକ୍ଷରୋପଣ କ'ଣ, ବୃକ୍ଷର ଉପକାରିତା କ'ଣ। ବର୍ତ୍ତମାନ ଧରାପୃଷ୍ଠରେ ବୃକ୍ଷର ପରିମାଣ କମିଯାଇଛି, ଯାହାଫଳରେ ଗ୍ଲୋବାଲ ୱାର୍ମିଂ ହେଉଛି। ସୂର୍ଯ୍ୟଙ୍କର ରଶ୍ମି ସିଧାସଳଖ ପୃଥିବୀ ପୃଷ୍ଠରେ ପଡ଼ିବା ଫଳରେ ବହୁତ ସାରା ଲୋକ ଚର୍ମକର୍କଟ ରୋଗରେ ପୀଡ଼ିତ ହେଉଛନ୍ତି। କେବଳ ଏତିକି ନୁହେଁ, ଧରାପୃଷ୍ଠରେ ବର୍ତ୍ତମାନ ତାତିର ପରିମାଣ ଏତେ ବଢ଼ିଯାଇଛି ଯେ ଏହି ତାତି ଫଳରେ କେତେ ଲୋକ ମୃତ୍ୟୁବରଣ କରୁଛନ୍ତି। କିନ୍ତୁ ଆଜିକାଲିର ଏହି ମନୁଷ୍ୟ ଯେ ଏସବୁ ବୁଝିବା ପାଇଁ ନାରାଜ, ସେମାନେ ଏସିର ବ୍ୟବହାର କରୁଛନ୍ତି, ରେଫ୍ରିଜରେଟରର ବ୍ୟବହାର କରୁଛନ୍ତି। ସେଥିରୁ ବାହାରୁଥିବା ଗ୍ୟାସ୍, ଯାହାର ନାଁ ହେଉଛି କ୍ଲୋରୋଫ୍ଲୋରୋକାର୍ବନ, ସେହି ଗ୍ୟାସ୍ ଆମ ଜୀବନ ପ୍ରତି କେତେ ହାନିକାରକ, କେତେ ବିଷାକ୍ତ, କେତେ ଜୀବନକୁ ସେ ଆଜି ନେଇଯାଇଛି, ତାହା ବର୍ତ୍ତମାନର ମନୁଷ୍ୟ ଜାଣିପାରୁନି। ତାହେଲେ ଆମେ ଏତେ ଶିକ୍ଷିତ ହେଇକି ଲାଭ କ'ଣ? ଯଦି ଆମେ ବୃକ୍ଷର ମର୍ଯ୍ୟାଦା, ବୃକ୍ଷର ମାନ୍ୟତାକୁ ବୁଝିପାରିବାନି, ତେବେ ଆମେ ଏତେ ଶିକ୍ଷିତ ହେଇ ଲାଭ କ'ଣ? ବର୍ତ୍ତମାନର ମନୁଷ୍ୟ ଚନ୍ଦ୍ରପୃଷ୍ଠରେ ପହଞ୍ଚି ପାରିଛି। ନିଜର ଜ୍ଞାନ ବୁଦ୍ଧି ବଳରେ ସେ ବିଭିନ୍ନ ବଳଶାଳୀ ପଶୁ ପକ୍ଷୀମାନଙ୍କୁ ନିଜ ଅତିଆୟକୁ ଆଣିପାରୁଛି। କିନ୍ତୁ ଏସବୁ କରିବାର ଲାଭ କ'ଣ? ଯଦି ନିଜ ଜୀବନ କିପରି ସୁରକ୍ଷିତ ରହିବ ତାହା ଆମେ ଜାଣିପାରିବାନି, ମୂର୍ଖ ଭାବରେ ନିଜ ଜୀବନ ପ୍ରତି ନିଜେ ହିଁ କ୍ଷତି କରିବା। ଏପରି ଯଦି ଆମେ ମନୁଷ୍ୟ ହେବା, ଯଦି ଆମେ ଏତେ ଉନ୍ନତ ହୋଇ ଯଦି ଏଭଳି ମୂର୍ଖାମୀ କାମ କରିବା, ତେବେ ଏହାର ଲାଭ କ'ଣ? ବୃକ୍ଷର ଉପକାରିତା ବିଷୟରେ ବୁଝିବାନି। ବୃକ୍ଷ ଆମର କେତେ ଉପକାର କରିଥାଏ। ବୃକ୍ଷ ଦ୍ୱାରା ହିଁ ସୃଷ୍ଟି, ବୃକ୍ଷ ହିଁ ଶ୍ରେଷ୍ଠ। ଭଗବାନଙ୍କର ଶ୍ରେଷ୍ଠ ସୃଷ୍ଟି ହେଉଛି ବୃକ୍ଷ, ଯାହାଦ୍ୱାରା ଆମେ ବଞ୍ଚିପାରିଛେ। ସୃଷ୍ଟି ରୂପକ ପୁଷ୍ପବୃକ୍ଷର ବୃତ୍ତର ଦୁଇଟି ସୁମନ ହେଉଛନ୍ତି ପରିବେଶ ଏବଂ ବୃକ୍ଷ, ଯାହାଦ୍ୱାରା ଆମେ ବଞ୍ଚିପାରିଛେ। ଗୋଟିଏ ବୃତ୍ତର ଦୁଇଟି ପାର୍ଶ୍ୱ ଭଳି ପରସ୍ପର ସହିତ ପରିପୂରକ ଏବଂ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ। ତାହାଦ୍ୱାରା ହିଁ ଜୀବନ ସୃଷ୍ଟି ହୋଇପାରିଛି, କିନ୍ତୁ ଆମେ ଏହା ବୁଝିପାରୁନାହିଁ। ତେଣୁକରି ଆଜିର ଏହି କାର୍ଯ୍ୟକ୍ରମ ମାଧ୍ୟମରେ, ଆଜିର ଏହି 75ତମ ବନ ମହୋତ୍ସବ ଦିବସରେ ମୁଁ ମୋର ଭାଇ ଭଉଣୀ ଏବଂ ସମସ୍ତ ଭାରତବାସୀଙ୍କୁ ଏହା ଆହ୍ୱାନ ଦେବା ପାଇଁ ଚାହିଁବି ଯେ ଆମେ ବୃକ୍ଷରୋପଣ କରିବା ଏବଂ ଏହା ଆଜି ଆମେ ଶପଥ ନେବା ଯେ ଆମେ ପ୍ରତିଦିନ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିବା ଏବଂ ରେଫ୍ରିଜରେଟର, ଏସି ଏସବୁଠୁ ଦୂରରେ ରହି ଆମେ ବୃକ୍ଷ ଲଗାଇବା। ବୃକ୍ଷ ହେଉଛି ନ୍ୟାଚୁରାଲ ଏସି ବା ନ୍ୟାଚୁରାଲ ରେଫ୍ରିଜରେଟର, ଯେ ଆମକୁ ଶୀତଳତା ପ୍ରଦାନ କରିଥାଏ। ତେଣୁ ବୃକ୍ଷକୁ ଶୀତଳ ଶକ୍ତିର ଭଣ୍ଡାର ବୋଲି କୁହାଯାଇଥାଏ। ଧନ୍ୟବାଦ। ମୁଁ ଏତିକି ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ।